ଜୟ ଜଗନ୍ନାଥ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ। ଆଜିର ଏପିସୋଡରେ ୱିଥୱାର୍ଡ ଟପ୍ ୱିଥୱାର୍ଡ ବଟମ୍ ସପୋର୍ଟ ରେଜିଷ୍ଟାନ୍ସ ବିଷୟରେ ଆମେ ଜାଣିବା। ତେବେ ପ୍ରିଭିୟସ୍ ଏପିସୋଡରେ ଆପଣମାନେ ଭଲ ଭାବରେ ଜାଣିଥିବେ ଯେ ମୁଁ ଆପଣଙ୍କୁ କହିଥିଲି ୱିଥୱାର୍ଡ ଟପ୍ ୱିଥୱାର୍ଡ ବଟମ୍ ଆଉ ହାଇଏଷ୍ଟ ଭଲ୍ୟୁମ୍ OI, ସେକେଣ୍ଡ ହାଇଏଷ୍ଟ ଭଲ୍ୟୁମ୍ OI, ୟେଲୋ ମାର୍କ ଉପରେ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲି, ଯୋଉଟାକି ଆଜି ଆମେ ସେ ଚାପ୍ଟର ଉପରେ କିଛି ଗୋଟେ ଆନାଲିସିସ୍ କରିବା, ଯୋଉଟାକି ଆମେ ୱିଥୱାର୍ଡ ଟପ୍ ମାନେ WTT, ୱିଥୱାର୍ଡ ବଟମ୍ WTB କ'ଣ ଆମେ ଏଇ ଭିଡ଼ିଓରେ ଆମେ ଜାଣିବା। ଅଧିକ ମୁଁ ଆପଣଙ୍କୁ ଦେଖେଇବି, ଆପଣଙ୍କର ଏକ୍ଜାମ୍ପଲ୍ ଦେଖେଇବି। ତେବେ ଆପଣମାନେ ସେଇ ପ୍ରିଭିୟସ୍ ଭିଡ଼ିଓକୁ ୱିଥୱାର୍ଡ ଟପ୍ ୱିଥୱାର୍ଡ ବଟମ୍ କ'ଣ ଯଦି ଜାଣିବା ପାଇଁ ଚାହୁଁଛନ୍ତି, ତେବେ ଦେଖନ୍ତୁ ଡାହାଣ ପଟେ ଆପଣଙ୍କର ଆଇ ବଟନ୍ ଉପରେ ଦେଖନ୍ତୁ ଶୋ କରୁଛି ଅପସନ୍ ଚେନ୍ ଆନାଲିସିସ୍। ସେଇ ଅପସନ୍ ଚେନ୍ ଉପରେ କ୍ଲିକ୍ କରନ୍ତୁ, କଲେ ଆପଣମାନେ ସେଇ ଭିଡ଼ିଓଟି ପାଇପାରିବେ, ଦେଖିପାରିବେ। ପ୍ଲସ୍ କମେଣ୍ଟ ସେକ୍ସନ୍ରେ ବି ମୁଁ ଆପଣମାନଙ୍କୁ ଲିଙ୍କ୍ ପ୍ରୋଭାଇଡ଼ କରିଦେବି, ଆପଣ ସେ ଲିଙ୍କ୍ରେ ଯାଇକି ଦେଖିପାରିବେ। ତେବେ ଆମେ ଆଗକୁ ଯିବା। ବର୍ତ୍ତମାନ ଆପଣ ଦେଖନ୍ତୁ ମାର୍କେଟର ଆଜିର କଣ୍ଡିସନ୍, ଆଜିର ଏଇଟା ମାର୍କେଟ ନିଫ୍ଟିର ମାର୍କେଟ, ନିଫ୍ଟି 50ର, ଯେଉଁଟାକି ମାର୍କେଟ ଡାଉନ୍ ସାଇଡ଼୍କୁ ମୁଭମେଣ୍ଟ କରିଛି। ଦେଖନ୍ତୁ ଡାଉନ୍ ସାଇଡ଼୍ ମୁଭମେଣ୍ଟ ହେଇଛି। ତେବେ ଆପଣମାନଙ୍କୁ ବର୍ତ୍ତମାନ ମୁଁ କହିବି ଯେ ଆମେ କେମିତି ୱିଥୱାର୍ଡ ବଟମ୍ ୱିଥୱାର୍ଡ ଟପ୍ କେମିତି ଆଇଡେଣ୍ଟିଫାଏ କରିବା ହେଲା। ତେବେ ସେ ଯାହା ବି ହଉ, ଆମେ ବର୍ତ୍ତମାନ ଯିବା LTP କାଲକୁଲେଟର, କାରଣ LTP କାଲକୁଲେଟର ହିଁ ମେନ୍, ଯେଉଁଟାକି ଆମେ LTP କାଲକୁଲେଟର ଥ୍ରୁରେ ଆମେ ମାର୍କେଟର ସେଣ୍ଟିମେଣ୍ଟ ଜାଣିପାରିବା। ତେବେ ମାର୍କେଟର ସେଣ୍ଟିମେଣ୍ଟ ଜାଣିବା ପାଇଁ ହେଲେ ଆମକୁ WTT WTB ବିଷୟରେ ଅଧିକ ଜାଣିବା ଦରକାର, ପ୍ଲସ୍ ତାର ମୁଭମେଣ୍ଟ ବି ଜାଣିବା ଦରକାର। ତେବେ ଆପଣମାନେ ଆଗରୁ ଜାଣିଛନ୍ତି ଯେ ଏଇଟା ହେଉଛି ଆପଣଙ୍କର ଷ୍ଟ୍ରାଇକ୍ ପ୍ରାଇସ୍, ଏଗୁଡ଼ାକ ସବୁ ଆଗରୁ ମୁଁ କହିସାରିଛି, ସେ ପ୍ରିଭିୟସ୍ ଭିଡ଼ିଓରେ ଆପଣ ଯାଇ ଦେଖିଦେବେ। ତେବେ ବର୍ତ୍ତମାନ ଆପଣଙ୍କୁ ମୁଁ କେବଳ ଜଣେଇବି ଯେ ୱିଥୱାର୍ଡ ଟପ୍ କ'ଣ, ୱିଥୱାର୍ଡ ବଟମ୍ କ'ଣ, WTT WTB। ତେବେ ଏଇ ଜିନିଷଟା ଆପଣମାନେ ମନେ ରଖିଥିବେ ଯେ ଏଇଟା ହେଉଛି ଆପଣଙ୍କର ରେଜିଷ୍ଟାନ୍ସ ପାର୍ଟ, ଏଇଟା ହେଉଛି ଆପଣଙ୍କର ସପୋର୍ଟ ପାର୍ଟ ଏପଟେ ହେଲା। ଏଇଟା ହେଉଛି ଆପଣଙ୍କର ଇମାଜିନାରୀ ଲାଇନ୍, ଯେଉଁ ଇମାଜିନାରୀ ଲାଇନ୍ଟା କରେଣ୍ଟ ମାର୍କେଟର ପ୍ରାଇସ୍କୁ ଶୋ କରିବ। ତ କରେଣ୍ଟ ମାର୍କେଟର ପ୍ରାଇସ୍ ଯେଉଁଠି ଥିବ ମାର୍କେଟଟା ସେଇ ଦୁଇ ଜଣ ଦେଖନ୍ତୁ। ବର୍ତ୍ତମାନ ଗୋଟେ ମୁଁ ଦେଖୁଛି ଆପଣଙ୍କର ଦୁଇଟା ଷ୍ଟ୍ରାଇକ୍ ପ୍ରାଇସ୍, ଦେଖନ୍ତୁ ଏଇ ଦୁଇଟା ଷ୍ଟ୍ରାଇକ୍ ପ୍ରାଇସ୍ର ଯୋଡ଼ି ଭିତରେ ହିଁ ଏଇ ଲାଇନ୍ଟି ଅଛି। ତେବେ କେଉଁ ଷ୍ଟ୍ରାଇକ୍ ପ୍ରାଇସ୍ର ଯୋଡ଼ିରେ ଇମାଜିନାରୀ ଲାଇନ୍ ଅଛି, ସେଇଟା ହେଉଛି ଆପଣଙ୍କର କରେଣ୍ଟ ମାର୍କେଟ। କରେଣ୍ଟ ପ୍ରାଇସ୍ ଦେଖନ୍ତୁ, କରେଣ୍ଟ ପ୍ରାଇସ୍ କେତେ ଅଛି? 23,992। ଠିକ୍ ଅଛି। ତେବେ 23,992 ଦେଖନ୍ତୁ 23,950 ଏବଂ 24,000 ଭିତରେ ରହୁଛି, ତେଣୁ ଇମାଜିନାରୀ ଲାଇନ୍ ସେଇ ଭିତରେ ରହୁଛି। ଏଇ ଦୁଇ ଜଣ ଷ୍ଟ୍ରାଇକ୍ ପ୍ରାଇସ୍, ଏଇ ଦୁଇଟା ଷ୍ଟ୍ରାଇକ୍ ପ୍ରାଇସ୍ ଭିତରେ ଏଇ ଲାଇନ୍ଟି ଆଇଡେଣ୍ଟିଫାଏ ଅଛି। ତେବେ ସେ ଯାହା ବି ହଉ, ଯଦି 24,005 ହେଇଥାନ୍ତା ତାହେଲେ ଇମାଜିନାରୀ ଲାଇନ୍ଟା ଆପଣଙ୍କର ଏଇଠି ହେଇଥାନ୍ତା, ନୁହେଁ? ଠିକ୍ ଅଛି, ବୁଝିପାରିଲେ ଇମାଜିନାରୀ ଲାଇନ୍ ଉପରେ ଯାହା ବି ହଉ। ବର୍ତ୍ତମାନ ଆମେ ଦେଖିବା ଯେ ୱିଥୱାର୍ଡ ଟପ୍ ୱିଥୱାର୍ଡ ବଟମ୍ ଆମେ ଆଇଡେଣ୍ଟିଫାଏ କରିବା। ତେବେ ୱିଥୱାର୍ଡ ଟପ୍ ୱିଥୱାର୍ଡ ବଟମ୍ ଜାଣିବା ପାଇଁ ହେଲେ ଆମେ ଫାର୍ଷ୍ଟ ଆଇଡେଣ୍ଟିଫାଏ କରିବା କ'ଣ, ଯେ ଆମର ସପୋର୍ଟ କେଉଁଟା, ରେଜିଷ୍ଟାନ୍ସ କେଉଁଟା ହେଲା। ବର୍ତ୍ତମାନ ଆପଣ ଦେଖନ୍ତୁ ବର୍ତ୍ତମାନ କରେଣ୍ଟ ଟାଇମ୍ରେ ବର୍ତ୍ତମାନ LTP କାଲକୁଲେଟରକୁ ଦେଖନ୍ତୁ ଭଲ ଭାବରେ। ଏଇ କଣ୍ଡିସନରେ ସପୋର୍ଟ ସାଇଡ଼୍ରେ ଦେଖନ୍ତୁ ସପୋର୍ଟ କ'ଣ ଅଛି। ସପୋର୍ଟ ହେଉଛି ଦେଖନ୍ତୁ ବ୍ଲୁ, এটা হচ্ছে 100% ଅଛି ଦେଖନ୍ତୁ ହେଲା। ହାଇଏଷ୍ଟ ଭଲ୍ୟୁମ୍ଟା ହେଉଛି ବ୍ଲୁ ମାର୍କ, ଏଠି ବି ହାଇଏଷ୍ଟ ଭଲ୍ୟୁମ୍ ଦେଖନ୍ତୁ ଏପଟେ, ଏଇଟା ବି ଆପଣଙ୍କର ବ୍ଲୁ ମାର୍କ ହେଲା, ଏଇଟା ବି ବ୍ଲୁ ମାର୍କ। ଏଇ ଯେଉଁ ହାଇଏଷ୍ଟ ଭଲ୍ୟୁମ୍ ଅଛି ସେଇଟା ହେଉଛି ଆପଣଙ୍କର ସପୋର୍ଟ। ତେବେ ସପୋର୍ଟ କେଉଁଠି ଅଛି ଏବେ? 24,000। ଠିକ୍ ଅଛି। ବର୍ତ୍ତମାନ ଦେଖନ୍ତୁ এইটা হচ্ছে আপনার রেজিস্টান্স সাইড্রে ভଲ୍ୟୁମ୍ ହାଇଏଷ୍ଟ ଅଛି। ତେବେ ଆପଣଙ୍କର ରେଜିଷ୍ଟାନ୍ସ କେଉଁଠି ଅଛି? 24,300। ବୁଝିପାରିଲେ ବର୍ତ୍ତମାନ ଯେ ସପୋର୍ଟ ଆଉ ରେଜିଷ୍ଟାନ୍ସ କ'ଣ? ବର୍ତ୍ତମାନ କରେଣ୍ଟ ଯେଉଁ ସିନ୍ ହେଉଛି ଆପଣଙ୍କର LTP କାଲକୁଲେଟର ଯେଉଁ ଦେଖାଉଛି କରେଣ୍ଟ ଷ୍ଟାଟର ହିସାବରେ ଆମର ଏଇଟା ହେଉଛି ଆପଣଙ୍କର ସପୋର୍ଟ 24,000, କାହିଁକି ଭଲ୍ୟୁମ୍ ହାଇଏଷ୍ଟ ହେଲା। ଦେନ୍ ଏଠି ହେଉଛି ରେଜିଷ୍ଟାନ୍ସ କେଉଁଟା? 24,300, କାରଣ ଭଲ୍ୟୁମ୍ ହେଉଛି ହାଇଏଷ୍ଟ ଭଲ୍ୟୁମ୍ ବ୍ଲୁ କଲର୍। ବୁଝିପାରିଲେ? 100% ଯେଉଁଠି ଅଛି ଆପଣ ସେଇଟାକୁ ଜାଣିବେ ଯେ ସେଇଟା ହେଉଛି ରେଜିଷ୍ଟାନ୍ସ ହେଲା। ତାପରେ ରେଜିଷ୍ଟାନ୍ସ ବର୍ତ୍ତମାନ କ'ଣ କୁହନ୍ତୁ? ରେଜିଷ୍ଟାନ୍ସ ବର୍ତ୍ତମାନ ଦେଖନ୍ତୁ, ମୁଁ ଆପଣଙ୍କୁ ପ୍ରିଭିୟସ୍ ଭିଡ଼ିଓରେ ଦେଖେଇଥିଲି, ଏଇଟା ହେଉଛି ୟେଲୋ ମାର୍କ ଯେଉଁଟା ଅଛି ୟେଲୋ ବକ୍ସ,
ଦେଖନ୍ତୁ ୟେଲୋ ବକ୍ସ ଯୋଉଟା ଅଛି 75% ଉପରେ ରହିଛି, ସେଥିପାଇଁ ସେଟା ହଉଛି ୟେଲୋ ବକ୍ସ। ତେଣୁ ମାର୍କେଟ ବର୍ତ୍ତମାନ କ'ଣ ଦେଖଉଛି, ବର୍ତ୍ତମାନ ସିନେରିଓ ହିସାବରେ ଆପଣ ଦେଖନ୍ତୁ, ବର୍ତ୍ତମାନ ହଉଛି ମାର୍କେଟ ବଟମକୁ ପ୍ରେସର ଅଛି। ଦେଖନ୍ତୁ ହାଇଏଷ୍ଟରୁ ସେକେଣ୍ଡ ହାଇଏଷ୍ଟ ହଉଛି ଅଛି ଯୋଉଟାକି ଆପଣଙ୍କର ୱିକ୍ ଟୁଆର ବଟମ୍। ବଟମ୍ ଆପଣଙ୍କୁ ଅଲରେଡି କହିଛି, ଏଇଟା ହଉଛି ବଟମ୍ ଆଉ ଏଇଟା ହଉଛି ଟପ୍। ତେଣୁ ପ୍ରିଭିୟସ୍ ଭିଡ଼ିଓରେ ଆପଣ ପୁରା କ୍ଲିଅର ଜାଣିପାରିବେ। ତେବେ ଏବେ ଆମେ କେବଳ ଡିସ୍କସ୍ କରିବା ୱିକ୍ ଟୁଆର ବଟମ୍, ୱିକ୍ ଟୁଆର ଟପ୍। ତେବେ ଏଇଟା ଦେଖନ୍ତୁ, ଏଇଟା କ'ଣ ସିନେରିଓ ଅଛି, ୱିକ୍ ଟୁଆର ବଟମ୍। ତେବେ ଆମର କ'ଣ ୟାର ମିନିଂ କ'ଣ, ଯେ ରେଜିଷ୍ଟାନ୍ସ ଯୋଉଠି ଆପଣଙ୍କର ଅଛି 24,300, ବର୍ତ୍ତମାନ ରେଜିଷ୍ଟାନ୍ସ 24,200କୁ ପ୍ରେସର ଦଉଛି, ମାନେ 24,200କୁ ଯିବା ପାଇଁ ଚେଷ୍ଟା କରୁଛି। ତେଣୁ ଯଦି ଏଇ ଆପଣଙ୍କର ଏଇ ଭଲ୍ୟୁମ୍ ଦେଖନ୍ତୁ 79% ଅଛି, ଇଏ ଯଦି ବଢ଼ି 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 ଆପଣଙ୍କର ଯଦି 100% ହେଇଗଲା, ତାହେଲେ এইটা ହେଇଯିବ ଆପଣଙ୍କର ହାଇଏଷ୍ଟ ଭଲ୍ୟୁମ୍। এটা যদি 100% ହେଇଯିବ, ଇଏ ହେବ ହାଇଏଷ୍ଟ ଭଲ୍ୟୁମ୍, ଆଉ ଇଏ ହେଇଯିବ ସେକେଣ୍ଡ ହାଇଏଷ୍ଟ ଭଲ୍ୟୁମ୍। ମାନେ ବ୍ଲୁ କଲରଟା, ଏଇ ଯୋଉ ବ୍ଲୁ କଲର ବକ୍ସ ଅଛି, ଏଇ ଯୋଉ ବ୍ଲୁ କଲର ବକ୍ସ ଅଛି, ସେଇ ବ୍ଲୁ କଲରଟା ଆପଣଙ୍କର ଏଇ ସେକେଣ୍ଡ ହାଇଏଷ୍ଟକୁ ସିଫ୍ଟ ହେଇଯିବ, ଆଉ ଏଇଟା ଆପଣଙ୍କର ୟେଲୋ ହେଇଯିବ, ସେକେଣ୍ଡ ହାଇଏଷ୍ଟ ହେଇଯିବ। ସେଥିପାଇଁ এইটা ବର୍ତ୍ତମାନ ଯେତେବେଳେ ଇଏ ସିଫ୍ଟ ହେଇଯିବ, ବର୍ତ୍ତମାନ ରେଜିଷ୍ଟାନ୍ସ ପୁଣି କୋଉଟା ହବ, ରେଜିଷ୍ଟାନ୍ସ ହେଇଯିବ 24,200, ଆଉ ରେଜିଷ୍ଟାନ୍ସ 24,300 ହବ ନାହିଁ। ବୁଝିପାରିଲେ? ଏଇ ଯୋଉ ଜିନିଷଟାକୁ କହନ୍ତି ସିଫ୍ଟିଂ। ମାନେ ପ୍ରେସର ଥିଲା ଆପଣଙ୍କର ଫାର୍ଷ୍ଟ ଏଇଟା ବ୍ଲୁରୁ ୟେଲୋକୁ ପ୍ରେସର ଥିଲା ୱିକ୍ ଟୁଆର ବଟମ୍ WTB ହେଲା, WTB, ଯୋଉଟାକୁ WTB ମାନେ ଆପଣଙ୍କର ଗୋଟେ ମିନିଟ୍ ମୁଁ ଏଟା ଡ୍ର କରିଦେଉଛି। ହଁ, WTB এই বক্সକୁ ସେକେଣ୍ଡ ହାଇଟକୁ ସେ ସିଫ୍ଟ ହେବା ପାଇଁ ଚେଷ୍ଟା କରୁଛି, ପ୍ରେସର ଦେଉଛି ରେଜିଷ୍ଟାନ୍ସ, ତେଣୁ ରେଜିଷ୍ଟାନ୍ସ ତଳକୁ ଯିବା ପାଇଁ ଆସୁଛି, ସେଥିପାଇଁ ଏଇଟା ହେଉଛି WTB। ସିମିଲାରଲି ଏପଟକୁ ଆସନ୍ତୁ, এই କଣ୍ଡିସନରେ ହେଉଛି ଏଇଟା ହେଉଛି ଆପଣଙ୍କ ହାଇଏଷ୍ଟ ଭଲ୍ୟୁମ୍, ଯୋଉଟାକି ବ୍ଲୁ କଲର ଦେଖୁଛି। ତେଣୁ ଆମର ସପୋର୍ଟ ହେଉଛି 24,000। ବର୍ତ୍ତମାନ 24,000 କ'ଣ କରୁଛି ଦେଖନ୍ତୁ, ସେକେଣ୍ଡ ହାଇଟ୍ ହେଉଛି ଏଇଠି, କୋଉଠି ଅଛି ଆପଣଙ୍କ 24,200। ତେବେ ସପୋର୍ଟ ବର୍ତ୍ତମାନ କ'ଣ କରିବା ପାଇଁ ଚାହୁଁଛି, ସପୋର୍ଟ ବର୍ତ୍ତମାନ ଉପରକୁ ଆସିବା ପାଇଁ ଚାହୁଁଛି, ସେ ପ୍ରେସର ଦେବା ପାଇଁ ଚାହୁଁଛି, ଉପରକୁ ଆସୁଛି, ଉପରକୁ ମୋତେ ଆସୁଛି ମାନେ କୋଉଠି 24,200। ତେବେ ଆପଣଙ୍କର ଦେଖନ୍ତୁ এইটা হচ্ছে আপনার সপোর্টরু বক্স হচ্ছে হাইয়েস্ট ভল্ୟୁମ୍। দেখନ୍ତୁ ହାଇଏଷ୍ଟ ଭଲ୍ୟୁମ୍ରୁ ସେକେଣ୍ଡ ହାଇଏଷ୍ଟ ଭଲ୍ୟୁମ୍କୁ ପ୍ରେସର ଅଛି, ବୁଝିପାରିଲେ? ତେଣୁ ଏଇଟା ହେଉଛି କ'ଣ ହେଲା, ୱିକ୍ ଟୁଆର ଟପ୍। ଏଇଟା ହେଇଗଲା ଆପଣଙ୍କର ୱିକ୍ ଟୁଆର ଟପ୍, ଆଉ ଏଇଟା କ'ଣ ହେଇଗଲା ୱିକ୍ ଟୁଆର ବଟମ୍। କ୍ଲିଅର? ଯଦି ଏଇ ୟେଲୋଟା ଆପଣଙ୍କର ଏଇ ବକ୍ସର ଯୋଉ ଅଛି ୟେଲୋଟା ଯଦି ଏଇ ଜାଗାରେ ଥାନ୍ତା, ତେବେ କ'ଣ ହେଇଥାନ୍ତା, ତାହେଲେ ସେଟା ହେଇଥାନ୍ତା ୱିକ୍ ଟୁଆର ବଟମ୍, ମାନେ ତଳକୁ। କାହିଁକି, କାହିଁକି ନା ଆମର ଏଇଟା ହେଉଛି ଏଇ ଉପରଟା ହେଉଛି ଆପଣଙ୍କର ବଟମ୍, ଆଉ ଏଇଟା ହେଉଛି ଟପ୍। ଠିକ୍ ଅଛି, ପୁରା କ୍ଲିଅର? ବର୍ତ୍ତମାନ ଆମେ ଯିବା ଆଉ ଗୋଟେ ଏକ୍ଜାମ୍ପଲ୍ ଦେବା, ଆଉ ଗୋଟେ ଷ୍ଟକ୍। ଏଇଟା ହେଲା ନିଫ୍ଟି। ଆମେ ନିଫ୍ଟିକୁ ଆମେ ଏବେ ନିଫ୍ଟିରୁ ବାହାରିକି ଆମେ ଅନ୍ୟ କିଛି ଗୋଟେ ଷ୍ଟକ୍କୁ ଯିବା। ଦେଖନ୍ତୁ ସପୋଜ ଏସିସିକୁ ଫିଲ୍ଟର ମାରିଲି, বা ଏସିସିର ଦେଖନ୍ତୁ ଫିଲ୍ଟର ମାରିଲା ପରେ ଦେଖନ୍ତୁ ବର୍ତ୍ତମାନ ଆପଣମାନେ ନିଜେ ବି ବର୍ତ୍ତମାନ ଜାଣିପାରିବେ କ'ଣ ଅଛି କଣ୍ଡିସନ୍। ବର୍ତ୍ତମାନ ସପୋର୍ଟ କୁହନ୍ତୁ, ସପୋର୍ଟ କ'ଣ ଅଛି, କେଉଁଠି ଅଛି, ଦେଖନ୍ତୁ ସପୋର୍ଟ କେଉଁଠି ଅଛି, ଆମର ହାଇଏଷ୍ଟ ଭଲ୍ୟୁମ୍ ଦେଖନ୍ତୁ ଏଇଠି ଅଛି 100%। ତେବେ ସପୋର୍ଟ କ'ଣ ହେଲା ଆପଣଙ୍କର 2200 ହେଲା, ସପୋର୍ଟ ହେଉଛି 2200। ତେବେ ବର୍ତ୍ତମାନ ସପୋର୍ଟ ପାଇଗଲେ, ରେଜିଷ୍ଟାନ୍ସ ଦେଖନ୍ତୁ, ରେଜିଷ୍ଟାନ୍ସର ହାଇଏଷ୍ଟ ଭଲ୍ୟୁମ୍ ଅଛି ଦେଖନ୍ତୁ এইটি ଅଛି, ବ୍ଲୁ କଲର୍ ଅଛି, ହାଇଏଷ୍ଟ 100% ହିଁ ଆମର ହାଇଏଷ୍ଟ ଭଲ୍ୟୁମ୍। 100%ର କେଉଁଠି ଅଛି ସେଟା ଦେଖନ୍ତୁ, ଏଇଟା ହେଉଛି 2500 ହେଲା। ତେବେ ରେଜିଷ୍ଟାନ୍ସ ହେଉଛି 2500 ଆଉ ସପୋର୍ଟ ହେଉଛି 2200। କ୍ଲିଅର? ଆପଣଙ୍କର କନଫର୍ମ ପୁରା କ୍ଲିଅର ହେଇଗଲେ। ତେବେ ବର୍ତ୍ତମାନ ଦେଖନ୍ତୁ ଯେ କୋଉଟା ୱିକ୍ ଟୁଆର ଟପ୍ ଅଛି କି କୋଉଟା ୱିକ୍ ଟୁଆର ବଟମ୍ ଅଛି। ତେଣୁ ଦେଖନ୍ତୁ ବର୍ତ୍ତମାନ
এইটা আমার সপোর্ট সাইড কু আপন চেষ্টা করন্তু। সপোর্ট সাইড কোন? সপোর্ট সাইডটা হচ্ছে দেখন্তু কৌଣସି দিগরে ইয়েলো মার্ক ନାହିଁ, তাମାନେ না ୱିକୱାର ଟପ୍ ନା ୱିକୱାର ବଟମ୍। ସେଥିପାଇଁ ସପୋର୍ଟ ସାଇଡଟା କଣ କୁହାଯିବ? ଷ୍ଟ୍ରଙ୍ଗ। ଏଠି ଲେଖା ହେଇଛି ସପୋର୍ଟ ଷ୍ଟ୍ରଙ୍ଗ। উপরে লেখা আছে সপোর্ট স্ট্রং। ঠিক আছে, বর্তমান তারপরে দেখন্তু এটি দেখন্তু রেজিস্ট্যান্স সাইডটা কোন আছে? রেজিস্ট্যান্স সাইড আছে টু বটম। কাহিଁକି? କାରଣ ଆପଣ ଦେଖନ୍ତୁ ଏଠି ଅଛି ୟେଲୋ ମାର୍କ 75% ଉପରେ ଅଛି, ସେଥିପାଇଁ ଏଟା ୟେଲୋ ମାର୍କ ଅଛି। କୋଉଠିକି ଅଛି ୱିକୱାର ବଟମ୍? ଆପଣଙ୍କର 2400 ଅଛି। ଦେଖନ୍ତୁ 2400। ঠিক ଅଛି, ରେଜିଷ୍ଟାନ୍ସ କ'ଣ ଚେଷ୍ଟା କରୁଛି? ରେଜିଷ୍ଟାନ୍ସ ତଳକୁ ଯିବା ପାଇଁ ଚେଷ୍ଟା କରୁଛି, ମାନେ ମାର୍କେଟ ଡାଉନ୍ ସାଇଡକୁ ଯିବା ପାଇଁ ଚେଷ୍ଟା କରୁଛି। କୋଉଠୁ? 2500 ରୁ 2400। ତେବେ ପ୍ରେସର ରେଜିଷ୍ଟାନ୍ସ ଅଛି, ରେଜିଷ୍ଟାନ୍ସ ତଳକୁ ଯଦି ଡାଉନ୍ ସାଇଡକୁ ଅଛି ୱିକୱାର ବଟମ୍, ସପୋର୍ଟ ହେଉଛି ଷ୍ଟ୍ରଙ୍ଗ। କ୍ଲିୟର ହେଇଗଲା ଆପଣ ଯେ ୱିକୱାର ବଟମ୍ এইটু আপনার পাইলে কোণ? ୱିକୱାର ବଟମ୍ কোটা? ୱିକୱାର ବଟମ୍, ଆଉ ଏଇଟା ହେଉଛି ଆପଣଙ୍କର ଷ୍ଟ୍ରଙ୍ଗ। ହେଲା, କ୍ଲିୟର ହେଲା। ବର୍ତ୍ତମାନ ଆପଣ ସେଇ ଯୋଉ ୱିକୱାର ବଟମ୍, ୱିକୱାର ଟପ୍, ଷ୍ଟ୍ରଙ୍ଗ ଏଇସବୁ ଜିନିଷ ଆପଣ ଏଇଠି ବି କ୍ଲିୟର ଦେଖିପାରିବେ। ଦେଖନ୍ତୁ ରେଜିଷ୍ଟାନ୍ସ କ'ଣ ଅଛି? ୱିକୱାର ବଟମ୍। ଦେଖନ୍ତୁ ୱିକୱାର ବଟମ୍ 75.71%। ଦେଖନ୍ତୁ ଏଠି ବି ଏଇଆ ଲେଖା ହେଇଛି 75.71%, ଏଠି ବି ଲେଖା ହେଇଛି 75.71%। କ୍ଲିୟର। ଆଉ ଷ୍ଟ୍ରଙ୍ଗ, ଷ୍ଟ୍ରଙ୍ଗ ହେଉଛି ଆପଣଙ୍କର ସପୋର୍ଟ, ତେଣୁ ଏଠି ଆପଣଙ୍କର ଷ୍ଟ୍ରଙ୍ଗ ଲେଖା ହେଇଛି। ଠିକ ଅଛି, କ୍ଲିୟର। ବାସ୍, ଦେନ୍ ଆମେ ଯିବା ନେକ୍ସଟ ଇଏକୁ ଯିବା। ନେକ୍ସଟ ଦେଖିବା ଯେକୌଣସି ଗୋଟେ ରାଣ୍ଡମଲି ଆମେ ଗୋଟେ ଷ୍ଟକ୍ ସିଲେକ୍ସନ କରିବା। ଦେଖନ୍ତୁ ବାସ୍ ଆପୋଲୋ ଟାୟାର। ହେଲା, ଆପୋଲୋ ଟାୟାରରେ ଆପଣ ମାନେ ଦେଖନ୍ତୁ ଆପୋଲୋ ଟାୟାରରେ ନିଜେ ଆପଣ ଦେଖନ୍ତୁ ଏଇଟା କ'ଣ କରିବା, କୋଉଟା ହେଉଛି ସପୋର୍ଟ, କୋଉଟା ହେଉଛି ରେଜିଷ୍ଟାନ୍ସ। ଦେଖନ୍ତୁ ଆମେ ଫାଷ୍ଟ ସପୋର୍ଟକୁ ଦେଖିବା। ସପୋର୍ଟ କୋଉଠି ଅଛି? ଦେଖନ୍ତୁ ହାଏଷ୍ଟ ଭଲ୍ୟୁମ୍ ଅଛି ଏଇଠି, ଠିକ୍ ଅଛି। ହାଏଷ୍ଟ ଭଲ୍ୟୁମ୍ ଏଇଠି ଅଛି। କୋଉଠି ଅଛି? 500ରେ। ତେବେ ଆମର ହେଇଗଲା ସପୋର୍ଟ କ'ଣ? 500। ତାପରେ ଦେଖନ୍ତୁ ତଳେ ଦେଖନ୍ତୁ এইটা ଆପଣଙ୍କର ହାଏଷ୍ଟ ଭଲ୍ୟୁମ୍ ଅଛି ରେଜିଷ୍ଟାନ୍ସ ପାର୍ଟରେ। ତେବେ ରେଜିଷ୍ଟାନ୍ସ କ'ଣ ହୋଇଗଲା? 550। ଠିକ୍ ଅଛି, ବର୍ତ୍ତମାନ ଦେଖନ୍ତୁ ରେଜିଷ୍ଟାନ୍ସ କ'ଣ ଅଛି? ୱିକୱାର ବଟମ୍। କାହିଁକି? এইটি ପ୍ରେସର ଅଛି। କାହା ଉପରେ ପ୍ରେସର ଅଛି? ଦେଖନ୍ତୁ 530 ଭିତରେ। ତେବେ 550ରୁ 530କୁ ଯିବା ପାଇଁ ସେ ମାନେ ବର୍ତ୍ତମାନ ଚେଷ୍ଟା କରୁଛି ରେଜିଷ୍ଟାନ୍ସ। ତେବେ ରେଜିଷ୍ଟାନ୍ସ ଯଦି ପ୍ରେସର ଦେବ ତଳକୁ, ତାହେଲେ ମାର୍କେଟ କ'ଣ ଆସିବ? ଡାଉନ୍ ଆସିବ। ବର୍ତ୍ତମାନ ଦେଖନ୍ତୁ ଏଠି ଅଛି ଯେତେବେଳେ ସପୋର୍ଟ, ସପୋର୍ଟ ଦେଖନ୍ତୁ ୱିକୱାର ଟପ୍ ଅଛି। କେମିତି ଅଛି ଆମେ ଜାଣିଲେ? ଦେଖନ୍ତୁ এইটি ଅଛି ୟେଲୋ ମାର୍କ, ସେକେଣ୍ଡ ହାଇ। ଯୋଉ ୟେଲୋ ମାର୍କଟା ଆପଣଙ୍କର ପ୍ରେସର ଦେଉଛି ଉପରକୁ ଆସିବା ପାଇଁ, ସପୋର୍ଟ ଉପରକୁ ଆସିବା ପାଇଁ ଚେଷ୍ଟା କରୁଛି। ତେବେ ସପୋର୍ଟ କୋଉଠିକି ଆସିବା ପାଇଁ ଚେଷ୍ଟା କରୁଛୁ? ଦେଖନ୍ତୁ 520, ମାନେ 500ରୁ 520। ଠିକ୍ ଅଛି, ତେବେ ସପୋର୍ଟ ଉପରକୁ ଯିବା ପାଇଁ ଚେଷ୍ଟା କରୁଛି, ରେଜିଷ୍ଟାନ୍ସ ତଳକୁ ଆସିବା ପାଇଁ ଚେଷ୍ଟା କରୁଛି। ତେବେ ୱିକୱାର ଟପ୍ କଣ୍ଡିସନ ସପୋର୍ଟ, ରେଜିଷ୍ଟାନ୍ସ ହେଉଛି ୱିକୱାର ବଟମ୍। କ୍ଲିୟର? ଆପଣ ପୁରା କ୍ଲିୟର ହେଇଗଲେ। ପୁଣି ସେମିତି ସିମିଲାରଲି ଆମେ ଆଉ ଗୋଟେ ଇଏକୁ ଯିବା। ଗୋଟେ ମିନିଟ୍, ବ୍ୟାଙ୍କ ନିଫ୍ଟିକୁ ଯିବା। ଫିଲ୍ଟର ମାରିଲେ ବାସ୍, ବ୍ୟାଙ୍କ ନିଫ୍ଟିରେ ଦେଖନ୍ତୁ ସପୋର୍ଟ କ'ଣ ଅଛି? ଦେଖନ୍ତୁ ସପୋର୍ଟର କଣ୍ଡିସନ ଦେଖନ୍ତୁ। ସପୋର୍ଟର କ'ଣ ହେଲା? ସପୋର୍ଟ କୋଉଠି ଅଛି? ଆପଣ ଏବେ ଆପଣ ପୁରା କ୍ଲିୟର ମାଇଣ୍ଡଫୁଲି ଦେଖନ୍ତୁ ଯେ ଆମେ ବ୍ଲୁ କଲରଟା ଅନୁସାରେ ଆପଣ ଯଦି ଯିବେ, ଏବେ ଦେଖନ୍ତୁ ବ୍ଲୁ କଲର ଯେଉଁ ଅଛି এটা হচ্ছে 63% ଅଛି। ଦେଖନ୍ତୁ এটা 100% ନାହିଁ। 100% କୋଉଠି ଅଛି? ଦେଖନ୍ତୁ 100%ଟା ଏଇଠି ଅଛି। ହେଲା, ଏ 100%ଟା ଏଇଠି ଅଛି। ତେବେ ଆମର ସପୋର୍ଟ ବର୍ତ୍ତମାନ କୋଉଠି ଅଛି? ବର୍ତ୍ତମାନ କ'ଣ କରିବା? ଏଇଟାକୁ ହିଁ ଆମକୁ ସପୋର୍ଟ ମାନିବାକୁ ପଡ଼ିବ। ବର୍ତ୍ତମାନ ପାଇଁ ଦେଖନ୍ତୁ ମାନେ 100% ଆମେ ଯେହେତୁ 100%କୁ ଆମେ ସପୋର୍ଟ ମାନିକି ଆସିଛେ, ତେଣୁ ବର୍ତ୍ତମାନ ଆମେ ସପୋର୍ଟ କୋଉଟାକୁ ମାନିବା? এইটাକୁ ମାନିବା। ହେଲା, ବର୍ତ୍ତମାନ ସପୋର୍ଟ ହେଉଛି 50,000, କିନ୍ତୁ ଯେହେତୁ ସପୋର୍ଟକୁ ଆମେ ଦେଖିବା 75% এইটা ଆଉ এইটা 75% ହେଇଛି କି ନାହିଁ? ସପୋର୍ଟ 75% ହେଇନାହିଁ। ତେବେ ସପୋର୍ଟ କ'ଣ ହେଉଛି? ଷ୍ଟ୍ରଙ୍ଗ, ତାକୁ କୁହାଯିବ ଷ୍ଟ୍ରଙ୍ଗ। କିନ୍ତୁ ଏଇଠି ଏଲ୍ଟିଭି କାଲକୁଲେଟର ଦେଖନ୍ତୁ
এই জায়গায় উইথওয়ার্ড টপ কাহিଁକି হচ্ছে সেটা হচ্ছে অলগা তার ଅଛି পাঠ ଅଛି সেটা ଆମେ ଆଗକୁ ଜାଣିବା କିନ୍ତୁ ବର୍ତ୍ତମାନ କେବଳ ଆପଣ ଜାଣନ୍ତୁ ଉଇଥୱାର୍ଡ ଟପ୍ ଉଇଥୱାର୍ଡ ବଟମ୍ କ'ଣ ହେଲା। ତେଣୁ ବର୍ତ୍ତମାନ ଆପଣ ଦେଖନ୍ତୁ ମୁଁ ଆପଣଙ୍କୁ କ'ଣ କହିଥିଲି 75%ରୁ ଯଦି ଅଧିକ ଥିବ ଦେନ୍ ସେଟାକୁ ଆମେ କହିବା ଉଇଥୱାର୍ଡ ବଟମ୍ କି ଉଇଥୱାର୍ଡ ଟପ୍। କୋଉଟା ସେକେଣ୍ଡ ହାଇଏଷ୍ଟଟା ବର୍ତ୍ତମାନ ଦେଖନ୍ତୁ ସେକେଣ୍ଡ ହାଇଏଷ୍ଟ କୋଉଟା ଆପଣଙ୍କର ସେକେଣ୍ଡ ହାଇଏଷ୍ଟ ହେଉଛି ଏଇଟା ଏ କ'ଣ 75% ଉପରେ ହେଇଛି କି ନା। ତେବେ ଯଦି ହେଇନି ତେବେ ସପୋର୍ଟଟାକୁ କ'ଣ କୁହାଯିବ ସପୋର୍ଟକୁ ଷ୍ଟ୍ରଙ୍ଗ କୁହାଯିବ। କୋଉଠି କୁହାଯିବ 50,000 ସପୋର୍ଟ ଷ୍ଟ୍ରଙ୍ଗ ଅଛି ହେଲା କ୍ଲିଅର। এইটা ଭଲ ଭାବରେ ମାଇଣ୍ଡଫୁଲି ଆପଣ ମାନେ ମାଇଣ୍ଡରେ ରଖନ୍ତୁ। ଏଇଟାକୁ ସମସ୍ତେ ଭୁଲ କରନ୍ତି ଏଇ ଯୋଉ ବ୍ଲୁ ଆଉ ୟେଲୋ ମାର୍କ ଦେଖି ଏମାନେ ଏଇଟା ଭାବନ୍ତି ସେ ଉଇଥୱାର୍ଡ ବଟମ୍ ବୋଲି। ତେବେ ଏଇଟାକୁ ଆମେ କେତେବେଳେ ଉଇଥୱାର୍ଡ ବଟମ୍ କହିବା ଯେତେବେଳେ ଏଇଟା ଆପଣଙ୍କର 100% ହେଇଯିବ। ଯେତେବେଳେ ଏଇଟା 100% ହେଇଯିବ ସେଇ ସମୟରେ ଏଇଟା ହବ ଉଇଥୱାର୍ଡ ବଟମ୍ ଏଇଟା କୁହାଯିବ। ଯଦି ଏଇଟା ସେକେଣ୍ଡ ହାଇଟ୍ ଥିବ ଏଇଟା ଯଦି ସେକେଣ୍ଡ ହାଇଟ୍ ଥିବ ହେଲା କ୍ଲିଅର। ସେକେଣ୍ଡ ହାଇଟ୍ ହେଲେ 75% ଉପରେ ହବା ଦରକାର। এইটা হচ্ছে মাইন্ডফুলি শুনবে ହେଲା। ବର୍ତ୍ତମାନ ଏଇଟା ସପୋର୍ଟ କାମ ଗଲା। ବର୍ତ୍ତମାନ ଆମେ ରେଜିଷ୍ଟାନ୍ସ ପାଖକୁ ଆସିବା। ରେଜିଷ୍ଟାନ୍ସ ଦେଖନ୍ତୁ ଏଠି ହେଉଛି ହାଇଏଷ୍ଟ ଭଲ୍ୟୁମ୍। ହାଇଏଷ୍ଟ ଭଲ୍ୟୁମ୍ ଅଛି ହାଇଏଷ୍ଟ ଭଲ୍ୟୁମ୍ର କୋଉଠି ଅଛି 50,500 50,500ରେ ତାର ରେଜିଷ୍ଟାନ୍ସ ଅଛି ବୁଝିପାରିଲେ। ରେଜିଷ୍ଟାନ୍ସ କ'ଣ ଅଛି ଦେଖନ୍ତୁ ଟୋଟାଲ ୟେଲୋ ମାର୍କ କୋଉଠି ନାହିଁ ତେବେ ରେଜିଷ୍ଟାନ୍ସ ହେଉଛି ଷ୍ଟ୍ରଙ୍ଗ। ବର୍ତ୍ତମାନ ଏଇ ରେଜିଷ୍ଟାନ୍ସ ହେଉଛି ଷ୍ଟ୍ରଙ୍ଗ କୋଉଠି 50,500ରେ ଦେଖନ୍ତୁ ଆପଣଙ୍କର ଏଇଠି ଭଲ୍ୟୁମ୍ ଷ୍ଟ୍ରଙ୍ଗ ତେଣୁ ରେଜିଷ୍ଟାନ୍ସ ବି ଷ୍ଟ୍ରଙ୍ଗ ହେଲା କ୍ଲିଅର। ତାପରେ ଯିବା ନେକ୍ସଟ ଆଉ ଗୋଟେ ଷ୍ଟକ୍କୁ এইটি দেখন্তু এই স্টকরে দেখন্তু কোন কন্ডিশন ଅଛି দেখନ୍ତୁ ବର୍ତ୍ତମାନ এইটা হচ্ছে এইটা जो ଦେଖଉଛି ବ୍ଲୁ କଲର ଦେଖଉଛି ଆପଣ ମାନଙ୍କୁ ମୁଁ ପ୍ରିଭିୟସ୍ ଇଏରେ କହିଲି ବ୍ୟାଙ୍କ ନିଫ୍ଟିରେ ଦେଖନ୍ତୁ ହାଇଏଷ୍ଟ ଭଲ୍ୟୁମ୍ କୋଉଠି ଅଛି ଆମେ ମାର୍କ କରୁଛେ ବ୍ଲୁ କଲର ବୋଲି କିନ୍ତୁ এইটা হচ্ছে দেখন্তু হাইଏଷ୍ଟ ଭଲ୍ୟୁମ୍ ଆପଣଙ୍କର ଏଇଟା ବ୍ଲୁ କଲର ଦେଖଉଛି କିନ୍ତୁ ଆମର ହାଇଏଷ୍ଟ 100% এইটি ଅଛି ହେଲା। ୟାକୁ ହିଁ ଆମେ ମାନିବା ଯେ এইଟା ହଉଛି ଆପଣଙ୍କର ସପୋର୍ଟ ହେଲା ବର୍ତ୍ତମାନ ପାଇଁ। ଆପଣ କେବଳ ଏଇଟା ଅଲଗା ସିନେରୀ ଅଛି ଅଲଗା ସିନେରୀ ପାଇଁ ନେକ୍ସଟ ଆମର ଆସିବ ନେକ୍ସଟ ଭିଡ଼ିଓ। ତେଣୁ ବର୍ତ୍ତମାନ କେବଳ ଆପଣ ମାଇଣ୍ଡଫୁଲି ଶୁଣନ୍ତୁ ଯେ 100%ର କାମ କ'ଣ 100%ର ସପୋର୍ଟ ଆଉ 100%ର ରେଜିଷ୍ଟାନ୍ସ ଯୋଉଟା ଅଛି ସେଇଟାକୁ ଆମେ ସପୋର୍ଟ ରେଜିଷ୍ଟାନ୍ସ ବୋଲି ମାନିବା ଠିକ ଅଛି। ତେବେ ଏଇ ଯୋଉ ବ୍ଲୁ କଲରଟା କାହିଁକି ଆସୁଛି ସେଇଟା ହଉଛି କେବଳ ଆପଣଙ୍କୁ ଟିକେ କହିଦେଉଛି ଯେ ଏଇଟା ହଉଛି ଇମାଜିନାରୀ ଲାଇନ୍ ଯେହେତୁ ଅଛି এই ଇମାଜିନାରୀ ଲାଇନ୍ ପାଖରେ ଯେତେବେଳେ ପହଞ୍ଚୁଛି ସେଇ ପାଖରେ ଯିଏ ଥିବ ମାର୍କେଟ ଯୋଉ ଆଡ଼େ ଡିରେକ୍ସନକୁ ଯାଉଛି ସେଇଆଡ଼େ ଆପଣଙ୍କର ଏଇ କଲରଟା ଶୋ କରିବ ସେଥିପାଇଁ ଏଇ କଲରଟା ଶୋ କରୁଛି। ତେବେ ଆପଣ ମାଇଣ୍ଡରେ ରଖନ୍ତୁ ଯେ ଏଇଟା ହଉଛି ଆପଣଙ୍କର କ'ଣ ଅଛି ବର୍ତ୍ତମାନ ମୁଁ ଗୋଟେ କ୍ଲିୟର କରିଦେଉଛି ଆଉ ଥରେ ଆପଣଙ୍କୁ କହୁଛି ଯେ এইটা হচ্ছে ଆପଣଙ୍କର କ'ଣ ସପୋର୍ଟ। ତେବେ ସପୋର୍ଟ କେତେରେ ଅଛି 640ରେ ଆପଣଙ୍କୁ ପୁଣି ମୁଁ କହିଦେଉଛି ଆପଣଙ୍କୁ କ'ଣ କହିଥିଲି ଯେ ଯଦି ସେକେଣ୍ଡ ହାଇଏଷ୍ଟ ଆମକୁ ଖୋଜିବାକୁ ପଡ଼ିବ ସେକେଣ୍ଡ ହାଇଏଷ୍ଟ କେତେ ଅଛି 85% এইটা হচ্ছে সেকেন্ড হাইট ଅଛି। ତେବେ ଏଇଟା କ'ଣ ଏଇଟା ହଉଛି ଉଇଥୱାର୍ଡ ବଟମ୍ ହେଲା କ୍ଲିଅର। ଉଇଥୱାର୍ଡ ବଟମ୍ 100%ରୁ ସେକେଣ୍ଡ ହାଇଟ୍ ଯୋଉଟା 75% ଥିବ ସେଇଟା ହଉଛି ଉଇଥୱାର୍ଡ ବଟମ୍ ବୋଲି ମନାଯିବ କ୍ଲିଅର। ତେଣୁ ଏଇଟାକୁ ଆମେ ଉଇଥୱାର୍ଡ ବଟମ୍ ବୋଲି ମାନିବା। ଏଠି ଦେଖନ୍ତୁ ରେଜିଷ୍ଟାନ୍ସ କେତେ ଅଛି ରେଜିଷ୍ଟାନ୍ସର 100%ର କୋଉଠି ଅଛି ଭଲ୍ୟୁମ୍ ଏଇଠି ଅଛି। ତେବେ ଆମେ ରେଜିଷ୍ଟାନ୍ସ ପାଇଗଲେ କ'ଣ 650 ହେଲା। ତେବେ ସେକେଣ୍ଡ ହାଇଟ୍ କେତେ ଅଛି এইটা ଦେଖନ୍ତୁ এইটা ହଉଛି ସେକେଣ୍ଡ ହାଇଟ୍। ତେବେ ସେକେଣ୍ଡ ହାଇଟ୍କୁ କ'ଣ ଅଛି ଏଇଟା ହେଲା ଉଇଥୱାର୍ଡ ଟପ୍ ଉପରକୁ ଅଛି ତେଣୁ ରେଜିଷ୍ଟାନ୍ସ ଉପରକୁ ଯିବା ପାଇଁ ଚେଷ୍ଟା କରୁଛି ଆଉ ସପୋର୍ଟ ତଳକୁ ଯିବା ପାଇଁ ଚେଷ୍ଟା କରୁଛି ଉଇଥୱାର୍ଡ ବଟମ୍ ରେଜିଷ୍ଟାନ୍ସ ଉଇଥୱାର୍ଡ ଟପ୍ କ୍ଲିଅର। ତାପରେ ନେକ୍ସଟ ଲାଷ୍ଟ ଗୋଟେ ଆମେ ଇଏ କରିବା ବର୍ତ୍ତମାନ ଆପଣ ଯିବେ ଫିନ୍ ନିଫ୍ଟିକୁ ଯିବା ହେଲା। ଫିଲ୍ଟର ମାରିଲି ଫିନ୍ ନିଫ୍ଟି ଦେଖନ୍ତୁ ସପୋର୍ଟକୁ ଯିବା ସପୋର୍ଟ କ'ଣ ଅଛି ଦେଖନ୍ତୁ ସପୋର୍ଟ ହେଉଛି ଆପଣଙ୍କର 100% ଭଲ୍ୟୁମ୍ ଦେଖନ୍ତୁ ଏଇଠି ଅଛି
तेबे एटा को आमे मानिबा कोन एटा होची 22500 होची सपोर्ट हला तापर आपण देखंतु एपटे देखंतु रेजिस्टेंस एटी अछि हाईएस्ट वॉल्यूम हला केते अछि 22550 देन सेकंड हाईएस्ट कोटा अछि एटा एटा होची सेकंड हाईएस्ट कोटा होची 22600 तेबे रेजिस्टेंस कोन अछि इक्वल टॉप कोठु को पर्यंत 22550 रु 22600 पर्यंत इक्वल टॉप अछि तामाने मार्केट ऊपर को जीवा पे चाहूची को रेजिस्टेंस और सपोर्ट अपन कोन अछि स्ट्रांग अछि जेहेतु एठी एठी कोनोसी ये येलो मार्क नहीं किंबा 75% सेकंड हाईएस्ट एपर्यंत हेई नहीं तेबे बर्तमान देखंतु तेबे सेकंड हाईएस्ट हबा पे किए चेष्टा करूची देखि दिंतु एटा हला 50 50 अछि एटा गोटे 50 अछि आउ किछ अधिक अछि आउ किछ अधिक नहीं तेबे मार्केट एठी करू मार्केट एठी की 75% हवा पे चेष्टा करछु जदि एई 50% बॉडी बॉडी 75% हेई जिवो ताहाले एठी येलो मार्क देखिबो तापरे मार्केट इक्वल टॉप हो कोटा सपोर्ट एठी भी ऑलरेडी ये अछि इक्वल टॉप रेजिस्टेंस सपोर्ट भी इक्वल टॉप हो तेबे क्लियर बर्तमान आपण माने जानि पाले जे इक्वल टॉप इक्वल बॉटम आ सपोर्ट और रेजिस्टेंस आपण जानि पाले आ सपोर्ट रेजिस्टेंस भी जानिया पे हेले आपण भी एठी भी मार्क करंतु एठी हला सपोर्ट रेजिस्टेंस ऑलरेडी करंट रेंज जोटा अछि एटा सपोर्ट रेजिस्टेंस भी शो करूछु देखो एटा हाईएस्ट वॉल्यूम अछि एठी केते अछि 22500 देखो 22500 रे लिखा अछि सपोर्ट तापर रेजिस्टेंस देखंतु केते रे अछि हाईएस्ट वॉल्यूम 22550 रे देखो 22550 हला क्लियर वीकली स्टॉक रे देखो मंथली रेंज जो अछि मंथली रेंज रे भी सपोर्ट रेजिस्टेंस आउ सपोर्ट बीटा को एटी शो कर आपण मंथली भी होल्ड कर रखि परिबे ठीक अछि तेबे आपण एबे क्लियर हले जे सपोर्ट सपोर्ट कोन रेजिस्टेंस कोन इक्वल टॉप इक्वल बॉटम कोन सब किछि क्लियर आपण हेई सकियो मोर आशा जहां भी जदि आपनकर डाउट अछि तेबे आपण माने कमेंट सेक्शन में लिखि जणेबे देन मु आपनको आउथरे क्लैरिफाई करिबी नेक्स्ट एपिसोड रे मु आपनको आनिबी वर्तमान मु आपनको नेक्स्ट एपिसोड रे आनिबी देखंतु चार्ट ऑफ एक्यूरेसी 1 चार्ट ऑफ एक्यूरेसी 1 रे ही हमें जानि परिबा जे मार्केट ता हमें एंट्री पाथ ता हमें जानि परिबा माने मार्केट रो एंट्री कोठी हबो एग्जिस्ट कोठी हबो आपण चार्ट ऑफ एक्यूरेसी 1 रे हमरो जानि परिबे चार्ट ऑफ एक्यूरेसी रे आपनकर 1 रे आपनकर 9 टा सिनेरियो अछि जो 9 टा सिनेरियो रे आपण सपोर्ट आउ इक्वल बॉटम कि इक्वल टॉप अछि किबा रेजिस्टेंस इक्वल बॉटम कि इक्वल टॉप अछि तार जो 9 टा सिनेरियो अछि सेही 9 टा सिनेरियो को माध्यम रे मार्केट डायरेक्शन आपण आइडेंटिफाई कर परिबे जोटा कि आपण ट्रेड नै परिबे तने आपण नेक्स्ट वीडियो रे हम एटा पाइबा जे कोठु को पर्यंत आम ट्रेड नहीं पारिबा आ कोठु हमर एसएल दे पारिबा टार्गेट भी सब किछि आपण एई सिनेरियो माध्यम रे आपण पाई परिबा तेबे नेक्स्ट टाइम रे हम एई सब हम पाठ पढिबा हला तेबे मु आ गुटे जिंस देखै देबी जे गोटे जिंस गोटे मजा जिंस आपण देखौची देखंतु जे मार्केट धर सपोर्ट एठी अछि आपनकर केते 22520 रे अछि तेबे जदि मार्केट तलगु जीवो आपण देखंतु एठी वॉल्यूम अछि वॉल्यूम ऊपर क्लिक करले आपण जो वैल्यू ता देखौची देखंतु बहुत मजा पाठ एटा एई वैल्यू पर्यंत मार्केट डाउन को जीवो 22419 माने वर्तमान मार्केट रो 22419 पर्यंत जीवो मार्केट हला एटा होची आपनकर एई वॉल्यूम ऊपर क्लिक करली तापर एपटे भी वॉल्यूम ऊपर क्लिक करली देखंतु ऊपर रेजिस्टेंस आपनकर आसी जाउची 22551 22551 रु मार्केट जीवो 419 पर्यंत 22419 एई बडा बहुत अछि एटा होची आगु को हम पाठ पढिबा सेही सिनेरियो रे जोटा कि आपण माने जानि पारिबे हला आ एई जो वैल्यू जो बाहरुची ताकू नै कि हमर एसएल टारगेट सब देखो टारगेट भी इथे लिखा है टारगेट तले रेड कलर लिखा है 22520 हला आ एसएल भी लिखा है देखो पूरा क्लियर 22449 हला तेनु आमे आगु को ई पाठ पढिबा तबे जहां भी हो आपण मानन को धन्यवाद आपण माने वीडियो देखिथुवारु
आउ गोटे रिक्वेस्ट आपण मानकु जे आपण लाइक करंतु जदि नुआ आपण आसंती हमर वीडियो को तेबे आपण माने सब्सक्राइब करंतु चैनल को सब्सक्राइब करंतु लाइक करंतु कमेंट भी दियंतु जोटा कि आपनकर लाइक कमेंट ये रे मो मते भी खुशी লাগিব जोटा कि आपण माने कमेंट सेक्शन रे आपण माने जहां भी आपनको डाउट जदि आपण लिखिबे ताकू भी बेस करके मु आपनको वीडियो भी आपनको शेयर करिवि जहाँ किसी डाउट थी सब क्लीयर करने चेष्टा करी तेज आग को आहरी अनेक गुड़े भिड आसूची तेज आज भिड जय जगन्नाथ नमस्कार धन्यवाद।